ଅଛନ୍ତି प्रभु जी कृष्ण का नाम रे ଯିଏ ଚତୁର୍ଥ ସ୍ତମ୍ଭରେ ଅଛି ତାଙ୍କରକୁ କୋଉ ଦୃଷ୍ଟିରେ ଆପଣ ଦେଖୁଛନ୍ତି? ରେକର୍ଡିଂ କଲା ଆମେ କହିବୁ ନାହିଁ ସେ କଥା କହି ଦଉଛୁ ଯଦି ଭିଡିଓଟି ରେକର୍ଡିଂ କଲେ ଆମେ କିଛି ବି ଆମ ପାଖରେ ଆନ୍ସର କିଛି ପାଇବ ନାହିଁ। ସବସ୍କ୍ରାଇବ କରନ୍ତୁ, ସେୟାର କରନ୍ତୁ ଏବଂ କମେଣ୍ଟ କରନ୍ତୁ, ଅଧିକରୁ ଅଧିକ ଭଲ ପାଇବା ଦିଅନ୍ତୁ। ଚାଲନ୍ତୁ ବର୍ତ୍ତମାନ ଆମେ ଆଉ ଏଇ ଭଙ୍ଗା ଘର ଗୁଡ଼ିକୁ ଆମେ ଆପଣମାନେ ଦେଖିପାରୁଥିବେ ଯେ ଏହା ହେଉଛି କୋରାପୁଟ ଜିଲ୍ଲାର ବ୍ଲକ ବନ୍ଧୁଗାଁ, ପଞ୍ଚାୟତ କେ ଜାଗୁଗୁଡ଼ା, ଥାନା ବନ୍ଧୁଗାଁ, ତାପରେ ଗ୍ରାମ ଅଣ୍ଟାମଡ଼ା। ତ ଏହି ଗ୍ରାମରେ କେତେ ପରିବାର ସେମାନେ ଖ୍ରୀଷ୍ଟିଆନ ଧର୍ମକୁ ଗ୍ରହଣ କରିଥିଲେ ବୋଲି ସେମାନଙ୍କର ଗାଁର ଘରଗୁଡ଼ିକ ଭାଙ୍ଗିଦେଲେ। ତାପରେ ପରେ ସେମାନେ ଜଙ୍ଗଲ ପାଖକୁ ଯାଇକି ସେମାନେ ଗୃହଗୁଡ଼ିକ ନିର୍ମାଣ କରିଥିଲେ ନିଜେ ରହିବା ପାଇଁ, ବସବାସ କରିବା ପାଇଁ। ସେମାନେ ଆଉ ସେଇ ଗାଁର ପାଖାପାଖି ଜଙ୍ଗଲକୁ ସେମାନେ ଯାଇଥିଲେ, କିନ୍ତୁ ଆଉ ସେଇ ଜଙ୍ଗଲକୁ ମଧ୍ୟ ସେମାନେ ଯାଇକି ବର୍ତ୍ତମାନ ଆଉ ତାଙ୍କର ଘରଗୁଡ଼ିକ ଭାଙ୍ଗି ଦେଇଛନ୍ତି। ତ ମୁଁ ଗୋଟିଏ ଏଠାରେ କ୍ୱେଶ୍ଚିନ୍ ପଚାରିବାକୁ ଚାହେଁ ଯେ ହିନ୍ଦୁ ଲୋକମାନଙ୍କ ଘର ଦୁଆର ଭାଙ୍ଗିବା ପାଇଁ କ'ଣ ତାହାଙ୍କର ହିନ୍ଦୁ ଧର୍ମ ଶିଖାଉଛି କି? ତାହାଙ୍କର ନୀତି ନିୟମ ବା ଏହିସବୁ କାର୍ଯ୍ୟକ୍ରମ କରିବା ନିମନ୍ତେ ବା ଲୋକମାନଙ୍କୁ ତାଡ଼ନା ଦେବା ନିମନ୍ତେ ଏହିପରି କ'ଣ ତାଙ୍କର ଧର୍ମଯାଜକ, ତାଙ୍କର ପୁରୋହିତ, ତାପରେ ହିନ୍ଦୁ ସମାଜର ଲୋକମାନେ ଏହା କ'ଣ ଶିକ୍ଷା ଦେଉଛନ୍ତି କି? ମୋର ଏହା କ୍ୱେଶ୍ଚିନ୍ ରହିବ। ଆପଣମାନେ କମେଣ୍ଟ କରନ୍ତୁ। ସମସ୍ତେ ଆପଣଙ୍କୁ କେମିତି ଲାଗୁଛି ଆପଣମାନେ କମେଣ୍ଟ କରିକି ଜଣାନ୍ତୁ ଯେ ହିନ୍ଦୁ ଲୋକମାନେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିବାରୁ ହିନ୍ଦୁ ସମ୍ପ୍ରଦାୟର ଲୋକମାନେ, ସେହି ଗାଁର ଲୋକମାନେ ଏଠାରେ ସେମାନଙ୍କୁ ମାଡ଼ ମାରୁଛନ୍ତି, ସେମାନଙ୍କର ଘର ଦ୍ୱାର ଭାଙ୍ଗିକି ଆଉ ସେମାନେ ବର୍ତ୍ତମାନ ଆନନ୍ଦ ଉଲ୍ଲାସରେ ଆଉ ସେମାନେ ହସି ସେମାନଙ୍କୁ ବାଡ଼ଉଛନ୍ତି। ତ ଏହା କ'ଣ ସେମାନେ ଠିକ୍ କରୁଛନ୍ତି କି? ଆମ ଭାରତବର୍ଷରେ ବା ଆମ ଓଡ଼ିଶାରେ କୌଣସି ପ୍ରକାର ଆଇନର ବ୍ୟବସ୍ଥା ଠିକ୍ ନାହିଁ। এই ବିଜେପି ସରକାରଙ୍କର କୌଣସି ପ୍ରକାର ବ୍ୟବସ୍ଥା ଠିକ୍ ନାହିଁ। ସେ ଅଧିକରୁ ଅଧିକ ଖ୍ରୀଷ୍ଟିଆନମାନଙ୍କୁ ତାଡ଼ନା କରିବାରେ ଆଉ ହିନ୍ଦୁ ଲୋକମାନଙ୍କୁ ସାହାଯ୍ୟ କରୁଛି। ଯେହେତୁ ବିଜେପି ହେଉଛି ହିନ୍ଦୁ ଧର୍ମକୁ ସବୁବେଳେ ସପୋର୍ଟ କରିଥାଏ। ତ ଆପଣମାନେ ଦେଖିପାରୁଛନ୍ତି ଏଠାରେ ତ ସେମାନେ ଅନେକ ଲୋକମାନେ ଆଉ ସେମାନେ କହୁଛନ୍ତି ଯେ ଆମ ଘର ଦ୍ୱାର ସେ ଭାଙ୍ଗିଦେଲେ। ଆଉ ଅନେକ ଲୋକମାନେ କହୁଛନ୍ତି ଯେ ଆପଣ ରିପୋର୍ଟିଂ କଲେ ଆମେ କିଛି ବି କହିବୁ ନାହିଁ ବୋଲି ସେମାନଙ୍କୁ କହୁଛନ୍ତି। ଏଠାରେ ଦେଖିପାରୁଛନ୍ତି ଆପଣମାନେ। ତ ମୁଁ ବିଜାତି ଲୋକମାନଙ୍କୁ କହିବାକୁ ଚାହେଁ, ଆପଣମାନେ ପୃଥିବୀରେ ତାଡ଼ନା କରିପାରିବେ, ପୃଥିବୀରେ ଆପଣମାନେ ଲୋକମାନଙ୍କୁ ମାରିପାରିବେ, ଘରଗୁଡ଼ିକ ଭାଙ୍ଗି ପାରିବେ, କିନ୍ତୁ ଯେତେବେଳେ ଆଉ ସେମାନେ ସ୍ୱର୍ଗ ରାଜ୍ୟକୁ ଯାଇଥିବେ ଆଉ ସେହି ସମୟରେ ଆପଣମାନେ ନରକରେ ଥାଇକି କାନ୍ଦିବେ। ଆଉ ସେହିଦିନ ଆପଣମାନେ ଜାଣିପାରିବେ ଯେ ମୁଁ ଆକ୍ଚୁଆଲି କ'ଣ କରୁଥିଲି ପୃଥିବୀରେ ରହିକି। ତ ସେଇଦିନ ଆପଣମାନେ ଜାଣିପାରିବେ। ତ ଏଇ ପୃଥିବୀରେ ଆପଣମାନେ ଅନେକ ତାଡ଼ନା ଦେବେ, ଅନେକ କଷ୍ଟ ଦେବେ, ଦୁଃଖ ଦେବେ, ତାଡ଼ନା ଦେବେ, ଘରଗୁଡ଼ିକ ଭାଙ୍ଗିବେ, ଖ୍ରୀଷ୍ଟିଆନମାନଙ୍କୁ ମାରିବେ, ପିଟିବେ, କାଟିବେ, କିନ୍ତୁ ପ୍ରଭୁ ଆପଣମାନଙ୍କୁ କ୍ଷମା କରିବେ ନାହିଁ। ଆପଣମାନେ ଜାଣି ରଖିଥାନ୍ତୁ। ତ ଚାଲନ୍ତୁ ଆମେ ସେଇ ଭିଡ଼ିଓଟି ଦେଖିବା। ଭିଡ଼ିଓଟି ଭଲ ଲାଗେ ତାହେଲେ ଆପଣମାନେ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଏବଂ ସେୟାର କରନ୍ତୁ। ଚାଲନ୍ତୁ ଆମେ ସେଇ ଭିଡ଼ିଓଟିକୁ ବର୍ତ୍ତମାନ ଦେଖିବା। ଯିଏ ଚତୁର୍ଥ ସ୍ତମ୍ଭରେ ଅଛି ତାଙ୍କରକୁ କୋଉ ଦୃଷ୍ଟିରେ ଆପଣ ଦେଖୁଛନ୍ତି? ରେକର୍ଡିଂ କଲା ଆମେ କହିବୁ ନାହିଁ ହେଲା, ସେ କଥା କହି ଦଉଛୁ। ରେକର୍ଡିଂ କଲେ ଆମେ କିଛି ବି ଆମ ପାଖରେ ଆନ୍ସର କିଛି ପାଇବ ନାହିଁ।
ହଉ ହେଲେ କୁହନ୍ତୁ ଆପଣଙ୍କର ବିଶ୍ୱାସ କଣ ଥିଲା କଣ ନଥିଲା ରେକର୍ଡିଂ କଲେ ଆମେ କହିବୁ ନାହିଁ ଯାହା ଶୁଣିବୁ ମନେ ଇଚ୍ଛା ଶୁଣ ଦେଖନ୍ତୁ ଆମେ ଦେଖେଇବୁ ସମାଜକୁ କଣ ଦେଖେଇବୁ କୁହନ୍ତୁ ଆମେ ନ୍ୟୁଜ ରେ କଣ ଦେଖେଇବୁ ଯାହା ତମେ ରେକର୍ଡିଂ କରିସାରଛ କର ହଇ ଭାଇ ଯାହା କହିବାଟା ତମେ ରେକର୍ଡିଂ କଲେ ଆମେ କିଛି କହିବୁ ନାହିଁ ତମର ବାଟେ ତମେ ଯିବ ଆମର ବାଟେ ଆମେ ରହିବୁ ହେଲା ହେଲେ ଗଣମାଧ୍ୟମକୁ ଆପଣ କିଛି କହିବା ପାଇଁ ଚାହୁଁନାହାନ୍ତି ଯାହା କହିଛନ୍ତି ସେମିତି ଗଣମାଧ୍ୟମକୁ ତାମାନେ ଆପଣ ମାନେ ଇଗ୍ନୋର କରୁଛନ୍ତି ତାହେଲେ ଏଟା କି କୁହନ୍ତୁ ଭାଇ ଦେଖନ୍ତୁ ଏଇ ମା ମାନଙ୍କୁ ଭାଇ ମାନଙ୍କୁ ଯେପରି ଦୁର୍ନୀତି ଅତ୍ୟାଚାର କରିକି ଗୋଟେ ଖ୍ରୀଷ୍ଟ ଧର୍ମକୁ ଗଲେ ବୋଲି ମାରିକି ଆଜି ଜଙ୍ଗଲ ପାହାଡ଼ ଉପରକୁ ଖେଦି ଦେଇଛନ୍ତି ସେମାନଙ୍କର ପ୍ରାଣ ବଞ୍ଚାଇବା ପାଇଁ ବୋଲି ସେମାନେ ନିଜ ପାଇଁ ନିଜେ ଡରିକି ଜଙ୍ଗଲକୁ ଲୁଚିବା ପାଇଁ ପଳାଇ ଆସିଛନ୍ତି ଦେଖନ୍ତୁ ଏପରି ପରିସ୍ଥିତିରେ ଏଇ ବର୍ଷା କାଳରେ ଏମାନେ ଦିନ ବିତାଉଛନ୍ତି ଦେଖନ୍ତୁ ଯେଉଁ ପ୍ରକାର ବଣରେ ଅଛନ୍ତି ଆଉ ଏ କୁଡ଼ିଆ ମଧ୍ୟ ଦେଖନ୍ତୁ ଏ କୁଡ଼ିଆ ମଧ୍ୟ ଭାଙ୍ଗି ଦେଇଛନ୍ତି ଗାଁର ଘର ଯାହା ଭାଙ୍ଗିଦେଲେ ତ ଭାଙ୍ଗିଦେଲେ କିନ୍ତୁ ଶେଷରେ ଜଙ୍ଗଲର କୁଡ଼ିଆ ମଧ୍ୟ ଛାଡ଼ି ନାହାନ୍ତି ସେଇ ପ୍ରକାର ନିର୍ଧୁମ ମାଡ଼ ମାରିକି ଏମାନଙ୍କୁ ପଠା ଦିଆଯାଇଛି ଏବେ ଭାବନ୍ତୁ ଏମାନେ ଯିବେ କୁଆଡ଼େ ନା ଆମ ଭାରତର ନ୍ୟାୟପାଳିକା ଏମାନଙ୍କୁ ଭରସା କିଛି ଦେବ ନାହିଁ କି ଆମର ତ ଯାହା କିଛି ଜାଣିଛୁ ସମ୍ବିଧାନର ଆର୍ଟିକଲ 25ରୁ 28 ପର୍ଯ୍ୟନ୍ତ ଆମେ ମାନେ ଜାଣୁ କି ଯେ ସମସ୍ତଙ୍କୁ ସମାନ ଅଧିକାର ମିଳିଛି ବୋଲି ଆମେ ଜାଣୁ ହେଲେ ଏହିପରି ଦୁର୍ନୀତି କାହିଁକି ହେଉଛି ଏଇ ପର୍ଯ୍ୟନ୍ତ କାଲିର ଘଟଣା ଏଇଟା ଏଇ ପର୍ଯ୍ୟନ୍ତ ପ୍ରଶାସନ ଏ ଯାଏଁ ଦୃଷ୍ଟିପାତ କରିନାହାନ୍ତି ଏମାନଙ୍କୁ ଏପରି ହଇରାଣ ରଖିଛନ୍ତି ନା ଏମାନେ ଖାଇଲେ ନା ପିଇଲେ ନା କ'ଣ କରିଛନ୍ତି ତାଙ୍କୁ ବି ଜଣା ନାହିଁ ହେଲେ ଏମାନଙ୍କୁ ନିର୍ଧୁମ ମାଡ଼ ମାରିକି ଆଜି ଏପଟ ପୁରା ଗାଁ ଏପଟ ଅଛି କେତେ ପାହାଡ଼ ଉପରେ ଏମାନେ ଚଢ଼ିଛନ୍ତି ପୁରା ଗାଁ ଦେଖା ତ ଯାଉନାହିଁ ଗଛ ଖୁଣ୍ଟ ଅଛି ସେମିତି ପୁରା ଉପରକୁ ଚଢ଼ିକି ଏମାନଙ୍କର ଜୀବନକୁ ଅତିବାହିତ କରିଛନ୍ତି ଦୟାକରି ପ୍ରଶାସନ ଯଥାଶୀଘ୍ର ଏମାନଙ୍କୁ ନ୍ୟାୟ ଦିଅନ୍ତୁ ଏବଂ ଯେଉଁମାନେ ଅତ୍ୟାଚାର ଦୁର୍ନୀତି କରିଛନ୍ତି ସେମାନଙ୍କୁ ବି ମଧ୍ୟ ଉଚିତ ଜବାବ ନିହାତି ମିଳିବା ଦରକାର କ'ଣ ଆମ ଭାରତରେ ଏତେ ଅନ୍ୟାୟ ଅତ୍ୟାଚାର ହେଉଛି ମୁଁ କିଛି ଜାଣିପାରୁନାହିଁ ଏଇଟା କ'ଣ ପ୍ରଶାସନ ଶୋଇପଡ଼ିଛନ୍ତି ନା କ'ଣ ଏ ଯାଏ ଜାଣିନାହାନ୍ତି କାଲିର ଘଟଣା କାଲି ରାତିରେ ଯେଉଁ ପ୍ରକାର ନିର୍ଧୁମ ମାଡ଼ ମାରିକି ପଠାଇଛନ୍ତି ବୋଲିକି ଆମେ ଶୁଣୁଛୁ ଆଉ ଶେଷରେ ଆପଣମାନେ ଦେଖିଲେ ସେଇଠି ଯେତେବେଳେ ବାଇଟ୍ ନେବା ବେଳେ ବି ମଧ୍ୟ ଗଣମାଧ୍ୟମକୁ ବି ମଧ୍ୟ ସେମାନେ ଡରୁ ନାହାନ୍ତି ଦୟାକରି ଏମାନଙ୍କୁ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯାଉ ଭାଇ ଆପଣଙ୍କ ନାଁ କ'ଣ ଟିକେ ସାଉଣ୍ଡରେ କୁହନ୍ତୁ ହଁ 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 ଆପଣଙ୍କୁ ବି ମାରାପିଟା କରିଛନ୍ତି ହଁ ହଁ ହେଲେ ଆପଣ ବାହା ହେଇଛନ୍ତି ମ୍ୟାରେଜ କରିଛନ୍ତି ହଁ ହଁ ହେଲେ ଆପଣଙ୍କ ଘର ଭାଙ୍ଗିଦେଲେ ଭାଙ୍ଗି ଦେଇକି ମାରପିଟ କରିଦେଇଛନ୍ତି ହଁ 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 ହଉ କାର ଘର ଭାଙ୍ଗି ଦେଇଛନ୍ତି ମୋର ଜେନାରଗଡ଼ ସାର୍ ସିରାଞ୍ଜି ହଁ ହଁ ନା ଏଠି ଅଛ ତ କିଏ ଅଛ ତ ଆପଣଙ୍କ ଘର ଗୋଟେ ଭଙ୍ଗା ହେଇଛି ହଁ ଆପଣଙ୍କର ଆପଣଙ୍କର ଆପଣ ବାହା ହେଇଛନ୍ତି ହଁ ହଁ ଆପଣ ବାହା ହେଇଛନ୍ତି ହଁ ହଁ ଆପଣଙ୍କର ଆହୁରି କାର ଆପଣଙ୍କ ନାଁ କ'ଣ ଭାଇ ଗୋପାଳ ଆପଣଙ୍କୁ ବି ମାରିଛନ୍ତି ହଁ ହଁ ହେଲେ କ'ଣ ପାଇଁ ମାରିଛନ୍ତି ତାଙ୍କେ କୃଷ୍ଣ ଧର୍ମ ପଳେଇ ଗଲୁ ବୋଲି ଆଉ କ'ଣ ହିନ୍ଦୁ ଧର୍ମକୁ ପଳେଇ ଆସ ବୋଲି ମାରୁଥିଲେ ନା ତମେ ଖ୍ରୀଷ୍ଟିଆନ ଧର୍ମ ଛାଡି ଦେଇକି ତମେ ଆମ ସହିତ ମିଳିମିଶି ରୁହ ବୋଲି ହଁ 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 ଖ୍ରୀଷ୍ଟିଆନ ଧର୍ମ ଛାଡି ଦେଇକି ଆମର ସହିତ ମିଳିମିଶି ରୁହ ନହେଲେ ଆମେ ଗାଁରୁ କାଢିଦେବୁ ହଁ ସେମିତି କରି ଆପଣ ମାନଙ୍କୁ କାଢି ଦେଇକି ବଣକୁ ପଠେଇ ଦେଇଛନ୍ତି ଆଚ୍ଛା ଏବେ ଆପଣ ମାନଙ୍କୁ କ'ଣ କହୁଛନ୍ତି ସେମାନେ ମାରିଦେବୁ ହାଣିଦେବୁ କ'ଣ କହୁଛନ୍ତି କି କହୁଛନ୍ତି ହେଲେ ସେଟା ଏବେ ବି ମଧ୍ୟ ସେମାନେ ମାରିବା ଉପରେ ଅଛନ୍ତି ହେଲେ ଆପଣ ମାନେ କ'ଣ ନିଜ ଜୀବନକୁ କ'ଣ କହିବା ପାଇଁ ଚାହୁଁଛନ୍ତି ନିଜ ଜୀବନକୁ ସୁରକ୍ଷିତ ଭାବରେ ରଖିବା ପାଇଁ ଚାହୁଁଛନ୍ତି ଭୟରେ ଅଛନ୍ତି ଭୟରେ ହେଲେ ତାଙ୍କେ ଗାଁକୁ ଯଦି ଆସିବେ ବୋଲେ ଆପଣ ଆହୁରି ତାଙ୍କର ସମାଧାନର ରାସ୍ତାକୁ ନେବେ କି ନାଇଁ କ'ଣ ଆଜ୍ଞା କିଛି ବୋଲେ ତାଙ୍କ ବିଶ୍ୱାସ ଦେଖନ୍ତୁ हेलो
ସିମେଣ୍ଟ ସବୁ ତିନି ଯାଇଛି ନି କି ଆପଣ ଗାଁର ଜାନି ନେଇକି ଜାନି ହେଲେ ଆପଣଙ୍କ ନାଁ ଟିକେ କୁହନ୍ତୁ। ମୋର ନାମ ମୁତିଲା ହରକା। ମୁତିଲା ହରକା, ଧନ୍ୟବାଦ। ना मनोज हरका। मनोज हरका 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 ए गार ना कौन आज्ञा अंटामड़ा अंटामड़ा करू रे कौन होची भाई जोटा भूल सेटा भूल आका कहबे लोक जोटा ठीक सेटा ठीक आका एबे एटी केते लोक ठीक बोली कहउछ ठीक आका कहउछ ना सेटा नहीं हमर कर्तव्य हमको एटा अधिकार दिया गला हम करूछ सेट्रो डाकी जे पचार बेटा हेले हेले आज्ञा शुणंतु आज्ञा एटा केबर घटना टिके कहंतु काली ना राती ना कोन घटना बोला राती रो ना कि हेले चारि घर को भी आपण भांगी दैचंती के हेले तांके बे कोटी अछंती बोली आपण विश्वास करछन कोटी अछंती बोला के जानिछि तांग मानो कोटी अछंती बोला के जानिछि तांग मानो को आरि जदी तांगे मनार यार तो नहीं संगे राति रे का पाड़ छु आई गले हां 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 हेले कोड बाहर को पळै गल बोलवा कथा ना कि अच्छा आपण माने को परि दृष्टि रे देखुचंती गणमाध्यम माने जे चतुर्थ स्तंभ रे अछंती जे चतुर्थ स्तंभ रे अछि तांकर को को दृष्टि रे आपण देखुचंती रिकॉर्डिंग कला हम कहबू नाही हैला ते कथा कह दोछु रिकॉर्डिंग करले हम किछि भी हम पकड़ आंसर किछि पाइबो नाही हां हाँ हेले कहतु आपणकर विश्वास कौन थिला कौन न रिकॉर्डिंग कला हम कहबू नाही जा सुनबू मन इच्छा सुनो देखंतु आमे देखेबू समाज को कौन देखेबू कहतु आमे न्यूज रे कौन देखेबू जा तबे रिकॉर्डिंग कर चारस कर हई भाई जा कोइ बाटे तबे रिकॉर्डिंग करले हम किछि कहबू नाही तमर बाटे तमे जिवो हमर बाटे हम रहबू हैला हेले गणमाध्यम को आपण किछि कहबा पई चाहू नांते जहा कहछंती सेमते गणमाध्यम को ता माने आपण माने इग्नोर करूछंती ताहले एटा के कोन तो भाई